ସାତଖଣ୍ଡ ରାମାୟଣ କଥା କହୁଛ, ସେ ସବୁ ନଷ୍ଟ ଚରିତ୍ର କାହାଣୀ। ତା ଭିତରୁ ଗୋଟିଏ ଚରିତ୍ର ବି ଭଲ ନାହିଁ। ସେ ଦେବତା କଥା କୁହନ୍ତୁ, ରାକ୍ଷସ କଥା କୁହନ୍ତୁ, ବାନର କଥା କୁହନ୍ତୁ, ଗୋଟିଏ ଚରିତ୍ର କାହାରି ଭଲ ଚରିତ୍ର ନାହିଁ, ଗୋଟା ଶିକ୍ଷଣୀୟ ଚରିତ୍ର ନାହିଁ। ଏଇଥିପାଇଁ ସେ ରାମ କଥା କହିଲେ, ଆମେ ତ କହିଲା ମାନେ ଆପଣମାନେ କହିବେ ନା ସେ ଜନ୍ମ ହେଇଥିଲେ ଖେଳାଲୀଳା କରିବାକୁ, ଶେଷ କାହାଣୀ ଏଇଆ ଆସିବ, ଶେଷ କଥା ଏଇଆ ଆସିବ ଯେ ସେ ଜନ୍ମ ହେଇଥିଲେ ଲୀଳା ଖେଳା କରିବାକୁ। ରାମ ପିତୃ ସତ୍ୟ ପାଳନ କରିକି ବଣକୁ ଗଲା, ସେଠି ତ ଆଉ କେହି ପିତୃ ସତ୍ୟ ପାଳନ କରିନଥିଲେ। ଇଏ ବୃଦ୍ଧାଶ୍ରମରେ ବାପକୁ ଛାଡ଼ି ଦେଇକି ଯିବା ଯା, ସିଏ ମଧ୍ୟ ସେୟା କଲେ। କ'ଣ ସେ ଚରିତ୍ରରେ ମୋ ବାପାକୁ ଯଦି ସେୟା କରିକି ଯାଏ, ଏଠି ଗାଁ ଦେଶରେ ବା ଗାଁରେ ଲୋକଙ୍କ ଲୋଚନରେ ଆସିବ ଯେ ସେ ଗୋଟା ଏମିତି କୁଳାଙ୍ଗାର ପୁଅ ଜନ୍ମ ହେଇଥିଲା, ବାପକୁ ଛାଡ଼ି ଦେଇକି ଯାଇକି ବିଦେଶ ଗଲା, ସେ ସହରକୁ ପଳେଇଗଲା ମାଇକିଣାକୁ ନେଇକି। ବାପ ଏଠି ହତାଶରେ ମରିବ। ଲକ୍ଷ୍ମଣ ସତ୍ୟ ପାଳନ କରୁଥିଲା, ସିଏ ପଳେଇଗଲା, ତାକୁ କହୁଛନ୍ତି ଶେଷ ନାଗ। ସିଏ ଗୋଟେ ନ୍ୟାୟ ପୁରୁଷ, ନ୍ୟାୟବନ୍ତ ପୁରୁଷ। ସେ କାହା ଚରିତ୍ର କୁହ ନା, ଗୋଟିଏ ଲୋକ ନା କୁହ, ତା ଚରିତ୍ର ଭଲ ଚରିତ୍ର। ସେଥିରୁ କ'ଣ ଗୋଟେ ଆମେ ଶିଖିବୁ କୁହ, ସମାଜ କ'ଣ ଶିଖିବ? ତେଣୁ କହିଲେ ଲୋକ ଶେଷରେ କହିବେ ଯେ ସିଏ ଲୀଳା ଜନ୍ମ ହେଇଥିଲେ ଲୀଳା କରିବାକୁ। ଏଇ ତ କଥା, ଏଇ ତ କାହାଣୀ ଆଉ। ଏଇ କଥା ଭିତରେ ଆମେ ପହଞ୍ଚିବା ଆଉ। ଛାଡ଼, ସେଗୁଡ଼ା ସବୁ ବାଜେ ବାଜେ କଥା, ହଟ।